କ'ଣ ଆଶ୍ଚର୍ଯ୍ୟ ଲାଗୁଛି ନା ମୁଁ ବଦଳି ଯାଇଛି ବୋଲି? ହଁ, ମୋର ବଦଳି ଯିବାଟା ହିଁ ଜରୁରୀ ଥିଲା। କାରଣ ଯେତେବେଳେ ମୁଁ ତୁମ ପାଇଁ ଆଭେଲେବୁଲ୍ ଥିଲି, ତୁମକୁ ଟାଇମ୍ ଦେଉଥିଲି ନା, ତୁମେ ମୋତେ ଇଗ୍ନୋର କରୁଥିଲ। ଆଉ ଏବେ ନିଜକୁ ବଦଳାଇବାକୁ ଚେଷ୍ଟା କରୁଛି, ଯେଉଁଥିପାଇଁ ତୁମ ସହ ମୋର କଥାବାର୍ତ୍ତା ଆଗେଇ ନେଉଥିଲି ନା, ସେସବୁ ଆପ୍ସକୁ ମୁଁ ଡିଲିଟ୍ କରିଦେଲି। ଆଉ କାହା ନମ୍ବରକୁ ମୋ ଫୋନରେ ରଖିବାକୁ ଚାହୁଁନି। ମୋବାଇଲ ରିସେଟ୍ କରିବା ସହ ମୋ ମାଇଣ୍ଡକୁ ରିସେଟ୍ କରିଦେଇଛି। ଏବେ କାହାକୁ SMS କରିବାର ନାହିଁ କି କାହାର ଅନନେସେସାରୀ ମେସେଜକୁ ସିନ୍ କରିବାକୁ ଚାହୁଁନି। ଏବେ ତୁମ ଭଳି ତୁମକୁ ମଧ୍ୟ ଇଗ୍ନୋର କରିବା ଆରମ୍ଭ କରିଦେଇଛି। ୟାର, କଥାରେ ଅଛି, ଅତି ପରିଚୟ ଗୌରବ ନଷ୍ଟ। ବୋଧହୁଏ ସେଥିପାଇଁ ମୁଁ ତୁମ ପାଇଁ ମୂଲ୍ୟହୀନ ହୋଇଯାଇଛି। ଏବେ ଆଉ ଚାହୁଁନି ତୁମ ବହୁମୂଲ୍ୟ ଟାଇମ୍କୁ ୱେଷ୍ଟ କରିବା ପାଇଁ। ଯାଅ, ଚାଲିଯାଅ ମୋ ଲାଇଫ୍ରୁ। ଏବେ ତୁମେ ମୁକ୍ତ ଆକାଶର ବିହଙ୍ଗ। ତୁମ ପାଇଁ ମୋ ମନରେ ଯେଉଁ ଭଲ ପାଇବାର ବସା ଗଢ଼ିଥିଲି ନା, ସେ ଘୃଣାର ଝଡ଼ରେ ଭାଙ୍ଗି ଯାଇଛି। ଏବେ ମୁଁ ଶୁଷ୍କ ଗଛଟେ ପାଲଟି ଯାଇଛି, ଯେଉଁଠି ବସା ବାନ୍ଧିବାଟା ଏତେ ସହଜ ବି ନୁହଁ। ଏବେ ମୋ ଲାଇଫ୍ରେ ମୁଁ ବହୁତ ଖୁସିରେ ଅଛି। ତୁମେ ବି ତୁମ ଲାଇଫ୍ରେ ଖୁସିରେ ଥାଅ। ବାଏ ବାଏ।